କିଛି ସମୟର ଅପେକ୍ଷା ବର୍ତ୍ତମାନ ଏଇ ବାଲିକୁଦା ବାହାରାଣା ପଞ୍ଚାୟତକୁ ଆସୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କର ଯେଉଁ ପ୍ରଭୂତ କ୍ଷତି ହେଇଛି, ଧାନ ବିଲରେ ଧାନ ଗଜା ହେଇଛି ଏବଂ ଅଦିନିଆ ବର୍ଷାରେ ଚାଷ କୂଳ ପୁରା ଉଜୁଡି ଯାଇଛି, ତାକୁ ଦେଖିବାକୁ ଆସିବେ ଏବଂ କିଛି ଚାଷୀଙ୍କ ସହିତ ମଧ୍ୟ କଥାବାର୍ତ୍ତା ହେବେ। ଏଠୁ ଏବଂ ଯୋଉ ଜମି ଅଛି, ଧାନ ଜମି ଅଛି, ତାକୁ ମଧ୍ୟ ଦେଖିବାର କାର୍ଯ୍ୟକ୍ରମ ଅଛି। ବର୍ତ୍ତମାନ ଦେଖୁଥିବେ ସମସ୍ତେ ଅପେକ୍ଷା କରିଛନ୍ତି ଚାଷୀମାନେ। କିଛି ଚାଷୀଙ୍କର ମଧ୍ୟ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା। ଦେଖିବା କଣ କହିବେ ମଉସା, ଯୋଉ ଧାନ ଆଣିକି ଆସିଛନ୍ତି ଆପଣ, କେତେ ଧାନ ଚାଷ କରିଥିଲେ, ବର୍ତ୍ତମାନ କଣ ଅବସ୍ଥା ଏଇ ଗଜା ଧାନକୁ ଆସି? 3 ଏକର ଜମି ଚାଷ କରିଥିଲି, ଲୋନ୍ ଆଣିକି ଚାଷ କରିଥିଲି। ଏମିତି ସବୁ ଯାକ ଗଜା ଦେଖନ୍ତୁ, ସବୁ ଯାକ ଧାନ ଏମିତି ଗଜା ହେଇଛି। ଆ ପାଇଁ କଣ ଉପାୟ କରିବୁ, ଆମେ ବଞ୍ଚିବୁ କେମିତି? ଆପଣ ଆସୁଛନ୍ତି ଆଜି ନବୀନ ପଟ୍ଟନାୟକକୁ ଦେଖା କରିବା ପାଇଁ? ହଁ, ନବୀନ ବାବୁ ଆସିଛନ୍ତି ବୋଲି ଆମେ ଦେଖା କରିବାକୁ ଆସିଛୁ। ଆମେ କଣ କେମିତି ବଞ୍ଚିବୁ, ଆ ପାଇଁ କିଛି ଉପାୟ କରନ୍ତୁ, ନହେଲେ ଆମେ ବଞ୍ଚିବୁ କେମିତି? ଚାଷୀ ସିନା ବଞ୍ଚିଲେ ଦେଶ ବଞ୍ଚିବ, ଚାଷୀ ତ ଆଜି ମଲା, ଦେଶ କେମିତି ବଞ୍ଚିବ? କଣ କହିବେ ମଉସା, ଆପଣ ଆସିଛନ୍ତି ଧାନ ଆମେ କେଣ୍ଡା 3 ଧରିକି? ଏକର ଜମି ଚାଷ କରିଥିଲୁ, ପାଣିରେ ପଡି ଗଜା ହେଇଯାଇଛି। ଆମେ ବଞ୍ଚିବୁ କେମିତି? ପିଲା ଛୁଆ ଲୋନ କରିବୁ, ଚାଷ କରିଥିଲୁ, ବଞ୍ଚିବୁ କେମିତି? ଦେଖା କରିବାକୁ ଆସୁଛନ୍ତି? ଆଜି ନବୀନ ବାବୁଙ୍କୁ ଦେଖା କରିବାକୁ ଆସିଛୁ, ସେ ଯାହା ବିଚାର କରିବେ। ନିଶ୍ଚିତ କେବଳ ଜଣେ ଚାଷୀ ନୁହଁ, ଅନେକ ଚାଷୀ ଦେଖିବି ଦୃଶ୍ୟ ଆପଣ ଦେଖୁଥିବେ। ଅନେକ ଚାଷୀ ଅଛନ୍ତି ଏଠି, ସମସ୍ତଙ୍କ ଭିତରେ ନିଶ୍ଚିତ ଦେଖୁଥିବେ ଅନେକ ଚାଷୀ ଅଛନ୍ତି। ସମସ୍ତେ ବହୁତ ବୃଦ୍ଧ ଲୋକମାନେ ଆସନ୍ତି, ସେମାନଙ୍କ ଧାନ ବିଲରୁ ଯୋଉ ଦୃଶ୍ୟ ଆଣିକି ଆଣିଛନ୍ତି, ସେମାନଙ୍କ ସିଧାସଳଖ ଦେଖାଉଛନ୍ତି କିଭଳି ଭାବରେ ଧାନ ଗୋଟି ଗୋଟି ଗଜା ହେଇଛି। ନିଶ୍ଚିତ ସେମାନେ ଯୋଉ ଦୁଃଖରେ ଅଛନ୍ତି, ଆପଣ ଦେଖିପାରୁଥିବେ। ଇଏ ହଉଛି ଦୃଶ୍ୟ କିଭଳି ଭାବରେ। ସବୁଠାରୁ ବଡ କଥା ହଉଛି ସମସ୍ତଙ୍କ ଭିତରେ ଦୁଃଖ ଅଛି, କାହିଁକିନା ଚାଷର ପ୍ରଭୂତ କ୍ଷତି ହେଇଛି। ଯଦି କହିବା ତାହେଲେ ନିଶ୍ଚିତ ଏଠି କେବଳ ଅନେକ ଲୋକ ଅଛନ୍ତି, ଅନେକ ଲୋକ ଆସିଛନ୍ତି। ସମସ୍ତେ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଆସିଛନ୍ତି। ସମସ୍ତଙ୍କ ଭିତରେ ଏଠି କେବଳ ଉତ୍ସାହ ନାହିଁ ଯେ ଏଠି ବର୍ତ୍ତମାନ ଦୁଃଖ ଜଣେଇବାକୁ ଆସିଛନ୍ତି। ଇଏ କୌଣସି ରାଜନୈତିକ ସଭା ନୁହଁ, ଏହା ହଉଛି ଦୁଃଖର ସଭା। ନିହାତି ବିଧାୟକ ଶାରଦା ଜେନା ଅଛନ୍ତି ଆମ ସାଙ୍ଗରେ, ସିଧାସଳଖ ତାଙ୍କର ପ୍ରତିକ୍ରିୟା ନେବା। କଣ କହିବା, ବାଲିକୁଦାରେ ଚାଷୀ କୂଳ ବର୍ତ୍ତମାନ ହତାଶ। ଗୋଟିଏ ପଟେ ବର୍ତ୍ତମାନ କୃତିବାସ ସ୍ୱାଇଁ ଚାଷୀ ଆତ୍ମହତ୍ୟା କରିସାରିଲେଣି, ଆଉ ବର୍ତ୍ତମାନ ସମସ୍ତେ ଚାଷୀ ବର୍ତ୍ତମାନ ଦ୍ୱନ୍ଦ୍ୱରେ, ଚିନ୍ତାରେ ଏବଂ ବ୍ୟସ୍ତରେ। କଣ କହିବେ ୟାକୁ ନେଇ? ଚାଷୀ କୂଳ ବର୍ତ୍ତମାନ ଦୁର୍ଦିନ ଭିତରେ ଗତି କରୁଛନ୍ତି, ଦୁର୍ଦ୍ଦଶା ଭିତରେ ଏବଂ ଚିନ୍ତାଗ୍ରସ୍ତ ଅଛନ୍ତି। ସରକାର ଚାଷୀ କୂଳକୁ ବିଶ୍ୱାସ ଭରସା ଦେବାକୁ ବିଫଳ ହୋଇଛନ୍ତି ଏବଂ ସରକାର ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀ କୂଳକୁ ଫସଲ ରକ୍ଷା କରିବାକୁ ସଚେତନ କରିନାହାନ୍ତି। ସରକାର ଗୋଟେ ଉଦାସୀନ ଭାବ, ଆନ୍ତରିକତା ଅଭାବରେ ଚାଲିଛନ୍ତି। ଆଜି ନବୀନ ବାବୁ ଆସିଛନ୍ତି, ଚାଷୀ କୂଳକୁ ଭରସା ଦେବେ, ବିଶ୍ୱାସ ଦେବେ। ମୁଁ ନବୀନ ପଟ୍ଟନାୟକ ଚାଷୀମାନଙ୍କ ସହିତ ଅଛି, ତମମାନଙ୍କ ପାଇଁ ଲଢିବି, ତମମାନଙ୍କର ଦାବି ହାସଲ କରିବାକୁ ଚେଷ୍ଟା କରିବି, ସରକାର ଉପରେ ଚାପ ସୃଷ୍ଟି କରିବି। ସେଇ ଭରସା କଣ ରଖିପାରିଲେନି କୃତିବାସ ସ୍ୱାଇଁ? ତାଙ୍କୁ ଆତ୍ମହତ୍ୟା କରିବାକୁ ପଡିଲା। ନିଶ୍ଚିତ ଭାବରେ ମୁଁ ତ ସେଥିପାଇଁ ଦୁଃଖ ପ୍ରକାଶ କରୁଛି ଏବଂ ତାଙ୍କର ଆତ୍ମାର ସଦ୍ଗତି କାମନା ପ୍ରଭୁ ଜଗନ୍ନାଥ ନିକଟରେ କରୁଛି। ଏବଂ ଅବଶିଷ୍ଟ ପରିବାର, ଗୋଟାଏ ପୁଅ 7 ଏକର ଜମି ଭାଗ ଚାଷ କରିଥିଲା, ଅନେକ ବ୍ୟକ୍ତିଗତ ଋଣ ଆଣିଥିଲା, ବାପା ରୋଗାଗ୍ରସ୍ତ, ଆଜି ତାରି ପାଇଁ ଚିନ୍ତାଗ୍ରସ୍ତ ହୋଇକରି ସେ ମାନସିକ ଭାରସାମ୍ୟ ହରାଇକରି ଆତ୍ମହତ୍ୟା କରିଛନ୍ତି। ସେ ପରିବାରକୁ ଦେଖା କରିବାକୁ ନିଶ୍ଚିତ ମୁଁ ଗତକାଲି ପରିବାରକୁ ଦେଖା କରିବାକୁ ଯାଇଥିଲି, ପରିବାରକୁ ସମବେଦନା ଜଣାଇଛି। ସେ ପରିବାର ସହିତ ଆମେ ସବୁବେଳେ ଅଛୁ, ରହିବୁ। ନିଶ୍ଚିତ ଯାହା କହୁଥିଲେ ବିଧାୟକ ଶାରଦା ପ୍ରସାଦ ଜେନା, ସେ ସିଧାସଳଖ କହୁଥିଲେ ଯେ ଯୋଉ କୃତିବାସ ସ୍ୱାଇଁ ସାରଣା ଗ୍ରାମର ଏଇ ଯୋଉ ବାଲିକୁଦା ବ୍ଲକର ସେ ଆତ୍ମହତ୍ୟା କରିଛନ୍ତି, ଯୁବ ଚାଷୀ ଜଣେ, ସେ ସିଧାସଳଖ ଦୌଡ଼ି ଦେଇକରି ଆତ୍ମହତ୍ୟା କରିଛନ୍ତି। ତାଙ୍କର ଚାଷ ବହୁତ କ୍ଷତି ହେଇଛି, କାରଣ କେବଳ କୃତିବାସ ସ୍ୱାଇଁ ନୁହଁ, ଯଦି କଥା କହିବା ତାହେଲେ ସମଗ୍ର ଜିଲ୍ଲା ବାଲିକୁଦା କେବଳ ନୁହଁ, ସମଗ୍ର ଜଗତସିଂହପୁର ଜିଲ୍ଲାରେ ଚାଷକୁ ନେଇକରି, ଧାନ ଚାଷକୁ ନେଇକରି ଲୋକମାନେ ଏଠି ଚଳନ୍ତି। ଆର୍ଥିକ ମେରୁଦଣ୍ଡ କହିଲେ ମୁଖ୍ୟତଃ ତାଙ୍କର ଧାନ ଚାଷ ହିଁ କୁହାଯାଏ, ଆର୍ଥିକ ସମ୍ବଳ ତାଙ୍କର କୁହାଯାଏ। କିନ୍ତୁ ସେ ଚାଷ ଆସି ଉଜୁଡି ଯାଇଛି। ବର୍ତ୍ତମାନ ବିଲରେ ବର୍ତ୍ତମାନ ପାଣି ଅଛି ଧାନ ବିଲରେ ଏବଂ ଧାନ ଫସଲ ଦେଖୁଥିବେ ଆପଣ ସିଧାସଳଖ। ଅନେକ ଚାଷୀ ଆସୁଛନ୍ତି, ଧାନ ଗଜା ହେବାରେ ଲାଗିଲାଣି। ଧାନ ଯେହେତୁ ଗଜା ହେବାରେ ଲାଗିଲାଣି, ସମସ୍ତଙ୍କ ଭିତରେ ସେଇ ଦୁଃଖ ଅଛି, ଆଉ ସମସ୍ତଙ୍କ ଭିତରେ ପ୍ରଭୂତ କ୍ଷତି ହେଇଛି ଏବଂ କିଭଳି ଭାବରେ ଏ କ୍ଷତିର ଭରଣା ହବ ତାକୁ ନେଇକରି ସେମାନେ ସମସ୍ତେ ବର୍ତ୍ତମାନ ଚିନ୍ତା ପ୍ରକଟ କରୁଛନ୍ତି ଆଉ ସିଧାସଳଖ ଆସିଛନ୍ତି। ଯେହେତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଛନ୍ତି ବାଲିକୁଦା ଏଇ ବାହାରଣାକୁ ଏବଂ ଏଠି ଚନ୍ଦାହାର ପଡିଆକୁ, ଏଠି ପଡିଆରେ ଆଉ କିଛି ସମୟ ଭିତରେ ହେଲିକପ୍ଟର ଅବତରଣ କରିବ ଏବଂ ଚାଷୀମାନଙ୍କ ସହିତ ସେ ଦୁଃଖ ବୁଝିବେ। ଯାହା ଶାରଦା ଜେନା କହୁଥିଲେ, ସେ ଚାଷୀମାନଙ୍କୁ ଭରସା ଦେବେ ଯେ ମୁଁ ଅଛି, ବ୍ୟସ୍ତ ହୁଅ ନାହିଁ ଏବଂ ତାହାର କିଭଳି ଭାବରେ କ୍ଷତିପୂରଣ ତମକୁ ଦିଆଯିବ ତାର ସୁବ୍ୟବସ୍ଥା କରାଯିବ। ବାଲିକୁଦାରୁ ସୁବ୍ରତ ନାୟକ, ନକ୍ଷତ୍ର ନ୍ୟୁଜ।